ଘରେ ମା କୁହନ୍ତିନି, ଜେଜେମା କୁହନ୍ତିନି, ଜେଜେ କୁହନ୍ତିନି ତମକୁ? ତମ ମା କୁହନ୍ତି ତମକୁ? ଗପ ଶୁଣ ତା ପାଖରୁ। ତମେ ଆଜି ଆମେ ଗୋଟେ ଗପ ମାମା ଆଜି ଗୋଟେ ଗପଟା ପଢିବା। ମାଙ୍କଡ ଟୋପି ବାଲା। କୋଉ ବିଷୟରେ ପଢିବା? କେମିତି ମାଙ୍କଡ ଟୋପି ବାଲା ଟୋପି ନେଇକି ସବୁ ପଳେଇଲା। ଶୁଣିବା? ଶୁଣ, ପାଟି କରନି। ଧୁ ଧୁ ଖରା ହେଲା, ମାନେ ଖରା ପ୍ରବଳ ହଉଥାଏ। ଗୋଟିଏ ଟୋପି ବିକାଳି ଟୋକେଇରେ ଟୋପି ରଖି ବିକିବା ପାଇଁ ଯାଇଥିଲା। ଶୁଣ, ଗୋଟେ ଟୋପି ବିକା ନା ଟୋପି ବିକୁଥିଲା। ସେ ଟୋପି ବିକିବାକୁ ଯାଇଥିଲା। ଖରାରେ ଚାଲି ଚାଲି ତାକୁ ଭାରି ହାଲିଆ ଲାଗିଲା। ଖରାରେ ବିକିବ, ହାଲିଆ ଲାଗିବ ନା ନାଇଁ? ତାକୁ ହାଲିଆ ଲାଗିଲା। ସେ କଣ କଲା ନା ଯାଉ ଯାଉ ବାଟରେ ଗୋଟିଏ ବଡ ବରଗଛ ପଡିଲା। ଯୋଉ ବାଟରେ ବିକିବାକୁ ଯାଉଥିଲା ସେଇ ଗୋଟେ ବରଗଛଟିଏ ପଡିଲା। ସେ କଣ କଲା, ସେଇ ଗଛ ମୂଳରେ ଟୋପି ଟୋକେଇ ରଖି ଟିକିଏ ଥକା ମାରି ବସି ପଡିଲା। ଯୋଉ ଟୋପି ଟୋକେଇଟା ସେ ରଖିଥିଲା ମୁଣ୍ଡରେ ତାକୁ ତଳେ ଥୋଇଲା। ସେ ଗଛ ମୂଳରେ ବସିଲା। ଥକା ଲାଗୁଛି, ଖରାରେ ବୁଲି ବୁଲି ଆସିଛି। ଗଛ ଛାଇର ସୁଲୁସୁଲିଆ ପବନରେ ଟୋପି ବିକାଳି ନିଦରେ ଶୋଇ ପଡିଲା। ଯେମିତି ପବନ ଟିକେ ଗଛରୁ ବହିଲା ତାକୁ ଟିକେ ନିଦ ଲାଗିଲା। ନିଦ ଲାଗିଲାକୁ ସେ ସେଇଠି ଗଛ ମୂଳେ ଶୋଇ ପଡିଲା। ଗଛ ଛାଇର ସୁଲସୁଲିଆ ପବନରେ ଟୋପି ବିକାଳି ନିଦରେ ଶୋଇ ପଡିଲା। ସେଇ ଗଛ ଉପରେ ବହୁତ ଗୁଡ଼ିଏ ମାଙ୍କଡ ବସିଥିଲେ। ଯୋଉ ବର ଗଛ ତଳେ ବସିଥିଲା। କୋଉ ଗଛ ତଳେ ବସିଥିଲା? କୋଉ ଗଛ ତଳେ ବସିଥିଲା? ବର ଗଛ ତଳେ। ସେଇ ଯୋଉ ବର ଗଛ ତଳେ ବସିଥିଲା ସେଠି ମାଙ୍କଡ ଗୁଡାକ ସେ ଗଛ ଉପରେ ସବୁତକ ମାଙ୍କଡ ଥିଲେ। ଜାଣିଲ କି? ସେ ଗଛରେ କଣ ଥିଲେ? ସେ ଗଛରେ କଣ ଥିଲେ? ମାଙ୍କଡ କଣ କଲେ? ଟୋପି ବାଲାଟି ଶୋଇ ପଡିବା ଦେଖି ମାଙ୍କଡ ମାନେ ଚୁପଚାପ ଆସି ତା ଟୋପିରୁ ସବୁ ଟୋପି ନେଇ ମୁଣ୍ଡରେ ଲଗାଇ ଗଛ ଉପରେ ଯାଇ ବସି ପଡିଲେ। ସେ ଯେମିତି ଶୋଇ ପଡିଛି ନିଦରେ କେମିତି ଶୁଅନ୍ତି? ଶୋଇ ପଡିଛି। ମାଙ୍କଡ ସବୁ ଗଛରୁ ଆସ୍ତେ ଆସ୍ତେ ଓହ୍ଲେଇକି ଆସି ତା ଟୋପି ନେଇ ଟୋପି କୋଉଠି ଯାନ୍ତି? ଟୋପି ତକ ସହିତେ ପୁଣି ଗଛ ଉପରକୁ ପଳେଇଛନ୍ତି। ସେ କଣ କଲା, କିଛି ସମୟ ପରେ ଟୋପି ବିକାଳ ନିଦ ଭାଙ୍ଗିଲା। ଶୋଇଲା ଟିକେ, ତାକୁ ହାଲିଆ ଲାଗୁଥିଲା, ଶୋଇ ପଡିଲା। ପୁଣି ତା ନିଦଟା ଭାଙ୍ଗିଗଲା। ସେ ନିଦ ଭାଙ୍ଗିଲେ ଉଠିକି ବସିବ। ଉଠିକି ବସିଲା ବେଳକୁ ଦେଖିଲା ବେଳକୁ ତା ଟୋକେଇରେ ଗୋଟିଏ ହେଲେ ଟୋପି ନାହିଁ। ଯେତେକ ଟୋପି ସବୁ ରଖିଥିଲା ତାକୁ କିଏ ନେଇଯାଇଛି? ନାହିଁ, କୁଆଡେ ଗଲା? ସେ ଭାବିଲା କଣ ଟୋକେଇରେ ବୋଧେ ଟୋପି ଧରିଥିଲେ, ଟୋପି ତକ ସବୁ କୁଆଡେ ଗଲା? କିଏ ଦେଲା? ଉପରକୁ ଚାହିଁ ଦେଖିଲା ସବୁ ମାଙ୍କଡ ମାନେ ଟୋପି ନେଇ ପିନ୍ଧି ଗଛ ଉପରେ ବସିଛନ୍ତି। ଯେହେତୁ ଉପରକୁ କେମିତି ଅନେଇ ଦେଇଛି, ଉପରେ କିଏ ବସିଥିଲେ? ମାଙ୍କଡ ବସିଥିଲେ। ମାଙ୍କଡ ଗୁଡାକ ସବୁ ଟୋପି ଗଛ ଉପରେ ପିନ୍ଧିକି ବସିଛନ୍ତି। ସେ ବିଫଳ ହୋଇ ମୋ ଟୋପି ଦିଅ ବୋଲି ମାଗିଲା। ସେ ତାକୁ ମାଗୁଛି, ମୋ ଟୋପି ଦିଅ, ମୋ ସବୁ ଟୋପି ନେଇଛ। ମାଙ୍କଡ ମାନଙ୍କୁ ମାଗୁଛି। ମାଙ୍କଡ ମାନେ କିନ୍ତୁ ଶୁଣିଲେ ନାହିଁ। ତମେ ଯୋଉ ବିସ୍କୁଟ ଧରି ଯାଉଥିବ, ମାଙ୍କଡ ତମକୁ ଛଡେଇ ଦେଇଯିବ, ତମେ ବିସ୍କୁଟ ଧରି ଦବ କେବେ ଦବ? ସେମିତି ତା ଟୋପି ଦିଗ ଆଉ ଦେଲା ନାହିଁ। ଟୋପି ବାଲା ଗୋଟିଏ ବୁଦ୍ଧି ବାଞ୍ଚିଲା। ତା ମୁଣ୍ଡକୁ ଗୋଟିଏ ବୁଦ୍ଧିଟେ ଆସିଲା। କଣ କଲା? ତା ମୁଣ୍ଡରେ ପିନ୍ଧିଥିବା ଟୋପିଟିକୁ ବାହାର କରି ଫୋପାଡ଼ିଲା। ସିଏ ମଧ୍ୟ ଗୋଟେ ମୁଣ୍ଡରେ ଟୋପି ପିନ୍ଧିଥିଲା। ସେ ଟୋପିକୁ କଣ କଲା? ଧରିଲା, ତଳକୁ ଫିଙ୍ଗି ଦେଲା। ସିଏ କଣ କଲେ? ଏହା ଦେଖି ମାଙ୍କଡ ମାନେ ପିନ୍ଧିଥିବା ଟୋପି ସବୁ ତଳେ ଫୋପାଡ଼ି ଦେଲେ। ଇଏ ଯେମିତି ପିନ୍ଧିଥିଲା ତଳକୁ ଫୋପାଡ଼ି ଦେଲା, ମାଙ୍କଡ ମାନେ ଦେଖି ଇଏ କଣ ପିନ୍ଧିଥିଲା ଫୋପାଡ଼ି ଦଉଛି, ଆମେ ମଧ୍ୟ ଫୋପାଡ଼ି ଦେବୁ। ସିଏ ଯୋଉ ତକ ଟୋପି ସବୁ ପିନ୍ଧିଥିଲେ ମାଙ୍କଡ ମାନେ ତଳକୁ ଫୋପାଡ଼ି ଦେଲେ। କିଏ ଫୋପାଡ଼ି ଦେଲା ସବୁତକ ଟୋପି? ପ୍ରଥମେ କିଏ ଆଗ ଟୋପି ନେଇ ପକେଇଲେ? ଯୋଉ ଟୋପି ବିକାଳିଟା ପ୍ରଥମେ ପକେଇଲା। ତାକୁ ଦେଖିକି ଗଛ ସାରା ଯୋଉ ମାଙ୍କଡ ସବୁ ଥିଲେ, କୋଉ ଗଛରେ ମାଙ୍କଡ ବଇଥିଲେ କହିଲ? କୋଉ ଗଛରେ? ସେ ଟୋପିଟିକୁ ସବୁ ଫୋପାଡ଼ି ଦେଲେ। ଟୋପି ବାଲା ଖୁସି ହୋଇ ସବୁ ଟୋପି ଟୋକେଇରେ ରଖି ବିକିବାକୁ ଚାଲିଗଲା। ସେ ଯେମିତି ଫୋପାଡ଼ି ଦେଇଛି ମାଙ୍କଡ ଗୁଡାକ, ଟୋପି ବାଲା କଣ କଲା? ସବୁ ଯାକ ଆଗୁଆ ଟୋପି ସବୁ ଫୋପାଡ଼ିକି ତା ଟୋକେଇରେ ରଖିଦେଲା। କହିଲା ପୁଣି ବାଲା ଆସିକି ନେଇଯିବେ କି? ସେ କଣ କଲା? ସବୁ ତକ ଟୋକେଇ
जो टोपी तार तलपुर पड़ता तार गोटे देला टोपी भितर रखीदेला रखिक बिस्कुट चलला आउ से पशिला ना बस मांकर आसवे पुणी जाइए